ବର୍ତ୍ତମାନ IAS କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ରଚିତ ଏକ କ୍ଷୁଦ୍ର ଆକାର ବିଶିଷ୍ଟ କବିତା ନଦୀ ଏକ ଶତଦ୍ରୁ ଅନେକ ଉପରେ ଲିଖିତ ଆଲୋଚନାଟିଏ ପାଠ କରୁଛି। ଶୀର୍ଷକ ଦେଇଛି ଜାତୀୟ ଏକତା ଆନୟନର କବିତା ନଦୀ ଏକ ଶତଦ୍ରୁ ଅନେକ। ବ୍ୟକ୍ତି ଜଣକୁ ବୁଝାଏ, ଜାତି ସମୂହ, ଦଳ, ଗୋଷ୍ଠୀ ବା ସମ୍ପ୍ରଦାୟକୁ ବୁଝାଏ। ଜାତି ବଡ଼, ବ୍ୟକ୍ତି ସାନ, ଜାତି ଆଗ, ବ୍ୟକ୍ତି ପଛ, ଜାତିରୁ ବ୍ୟକ୍ତି ଆସିଛି, ଉତ୍ପନ୍ନ ବା ଜାତ ହୋଇଛି। ତେଣୁ ଜାତିକୁ ଛାଡ଼ି ବ୍ୟକ୍ତି ରହିପାରିବ ନାହିଁ। ପାଳନ ପୋଷଣ ଅଭାବରୁ ଅଚିରେ ଧ୍ୱଂସ ହୋଇଯିବ, ମରିଯିବ, ସଂସାରରୁ ନିଶ୍ଚିହ୍ନ ହୋଇଯିବ। ଜାତି ବା ସମୂହ ନଥିଲେ ବ୍ୟକ୍ତି ଜଣକୁ ଦେଖିବ କିଏ? କିଏ ତାକୁ ପଚାରିବ? ଏକରୁ ଅଧିକ ବ୍ୟକ୍ତି ଜାତିର ପ୍ରତିବାଚକ, ଜାତିର ନାମାନ୍ତର। ରାଜନୀତି ବିଜ୍ଞାନ ଶାସ୍ତ୍ର ବା ପଲିଟିକାଲ ସାଇନ୍ସ ବ୍ୟକ୍ତି ଓ ଜାତିକୁ ଇଣ୍ଡିଭିଜୁଆଲ ଆଣ୍ଡ ସୋସାଇଟି ବୋଲି କହି ନାମାୟିତ କରିଛି। ବ୍ୟକ୍ତି ଏବଂ ଜାତି ପରସ୍ପର ପରିପୂରକ, ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, ଏକ ଅପରର ସହାୟ ବା ସାହାଯ୍ୟକାରୀ। ଉଭୟଙ୍କର ସଂସାରରେ ରହିବାର ସ୍ୱତନ୍ତ୍ର ଚାହିଦା ଆବଶ୍ୟକତା ଅଛି। କେହି କାହାକୁ ଛାଡ଼ି ରହିପାରିବେ ନାହିଁ। ବ୍ୟକ୍ତି ବ୍ୟକ୍ତି ମିଶିଲେ ଜାତିଟିଏ ଗଠିତ ହୁଏ। ଜଣ ଜଣକୁ ନେଇ ହିଁ ବୃହତ୍ତର ସମାଜର ଗଠନ। ନଗର ବିଜ୍ଞାନ ଶାସ୍ତ୍ର ବା ସିଭିକ୍ସ କହେ, ମହତ୍ ଉଦ୍ଦେଶ୍ୟ ନେଇ କିଛି ଲୋକ ଏକାଠି ହେଲେ ସମାଜଟିଏ ଗଠିତ ହୋଇଥାଏ। ପ୍ରାଣୀ ମଧ୍ୟରେ ବିଭିନ୍ନ ଏକକ ଏବଂ ତାର ସମୂହ ବା ଜାତି ରହିଛି, ଯଥା ଗାଈ, କୁକୁର, ଛେଳି, ମେଣ୍ଢା, ବତକ, ପାରା, ବଣି ଏଇଭଳି ଏମାନଙ୍କର ସମାଜ ବା ଜାତି, ତାର ସମୂହ। ଗାଈମାନଙ୍କ ଭିତରେ ଓଲେଇ ବା ଅମାନିଆ ଗାଈ ଏକକ ବା ଜଣେ ହୋଇ ଥାଆନ୍ତି, ଯାହାଙ୍କ ବେକରେ କାଠ ବା ଟିପା ବନ୍ଧା ଯାଇଥାଏ ତାଙ୍କୁ ସାବାଡ଼ କରିବାକୁ। ସେମିତି ପାଗଳା କୁକୁର, ପୋଷା କୁକୁର ଏମାନେ ଅଲଗା ବାରି ହୋଇ ପଡ଼ି ଏକକର ନାମ ନେଇଥାନ୍ତି। ଏମାନେ ଜାତିଠାରୁ ସାମୟିକ ଅଲଗା ଥାଇ ଜଣକର ସ୍ଥିତି ପାଆନ୍ତି। କୁକୁରଟା ପାଗଳା ହୋଇଯାଇଛି। ମିଶ୍ରବାବୁଙ୍କର ଆଲସେସିଆନ ପରା। ସେ ଗ୍ରେହାଉଣ୍ଡ ବ୍ରିଡର। ବେହେରା ବାବୁଙ୍କର ପୋଷା କୁକୁର। ଏମାନଙ୍କୁ ଏକକ ଭାଗରେ ବିଭାଜନ କରାଯାଇପାରିବ, କାରଣ ସବୁ କୁକୁର ପାଗଳା ନୁହନ୍ତି। କିଛି ସେହିପରି ସବୁ କୁକୁର ପୋଷା ବି ନୁହନ୍ତି। ସ୍ୱଳ୍ପ କୁକୁର ପୋଷା। ଅତି ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ IAS କବି ଶ୍ରୀଯୁକ୍ତ ରାଜେନ୍ଦ୍ର କିଶୋର ପଣ୍ଡା ପଶ୍ଚିମ ଓଡ଼ିଶାର ଜନ୍ମିତ ସନ୍ତାନ ହେଲେ ବି ବର୍ତ୍ତମାନ ଭୁବନେଶ୍ୱରର ବାସିନ୍ଦା। ପ୍ରଶାସନିକ ପଦସ୍ଥ ଅଫିସର ଥିଲେ ବି କବି ହୋଇ ପ୍ରଖ୍ୟାତି ଅର୍ଜିଛନ୍ତି। ପାଠରେ ପଢ଼ାଯାଇଥାନ୍ତି। ଭଲ ଏବଂ ପୁରସ୍କାର ପ୍ରାପ୍ତ ବୌଦ୍ଧିକ କବି। ତାଙ୍କର ଝିଅ ପାଇଁ ଗୋଟିଏ କବିତା ଏବଂ ମଇଁଷିର ମୃତ୍ୟୁକୁ ମୁଁ ଏକଦା ଟିଟିଲାଗଡ଼ର DAV କଲେଜରେ ଥାଇ ପଢ଼ାଇଥିଲି। ପ୍ରକାଶିତ କବିତା ପୁସ୍ତକ ଶୈଳକଳ୍ପ, ଶତଦ୍ରୁ ଅନେକ, ନିଜ ପାଇଁ ନାନାବାୟା, ଚଉକାଠରେ ଚିରକାଳ, ଅନବତାର ଓ ଅନ୍ୟ ଅନ୍ୟ ଘୁଣାକ୍ଷର ଇତ୍ୟାଦି। ସଂସ୍କୃତ ନଦୀ ଏକ ଶତଦ୍ରୁ ଅନେକ ନାମକ କବିତାଟି ରଚନା ଦୃଷ୍ଟିରୁ ଭଲ, ବୌଦ୍ଧିକ, ଉଚ୍ଚ କୋଟିର, କିନ୍ତୁ ପାଠ୍ୟାନ୍ତର୍ଗତ ମୋ ଜାଣିବାରେ ହୋଇ ନଥିଲେ ବି ଅନେକ ସମ୍ପାଦିତ କବିତା ବହିରେ ସ୍ଥାନିତ ହୋଇଛି, ଯଥା ଦାଶରଥି ଦାସଙ୍କ ସମ୍ପାଦିତ କାବ୍ୟବିତାନ କବିତା ବହି, ବିଭୁଦତ୍ତ ମିଶ୍ର ସମ୍ପାଦିତ ମାନସଗଙ୍ଗା କବିତା ବହି, କୈଳାସ ଚନ୍ଦ୍ର ଟିକାୟତ ରାୟଙ୍କ ସମ୍ପାଦିତ ନୂତନ ସ୍ୱାକ୍ଷର କବିତା ବହିରେ ମୁଁ କବିତାଟିକୁ ଥିବାର ଦେଖିଛି। ଭଲ ଲାଗିଛି ବୋଲି ଏହିସବୁ ଓଡ଼ିଆ ଅଧ୍ୟାପକର ସମ୍ପାଦକମାନେ ନିଜ ନିଜ ବହିରେ ସ୍ଥାନ ଦେଇଛନ୍ତି, ନହେଲେ ଦେଇ ନଥାନ୍ତେ। ଅଗତ୍ୟା ଭଲ କବିତା ଅଛି। କବିତାଟି ଆକାରରେ କ୍ଷୁଦ୍ର, ମାତ୍ର ଗୋଟିଏ ପୃଷ୍ଠାର ଛୋଟ ସାପ ହେଲେ ବି ବିଷ କିନ୍ତୁ ଖୁବ୍ ଟାଣ, ହୃଦୟ ବିନ୍ଧିଦେବ ଅବୁଝାପଣକୁ ନେଇ। ତଥାପି ବୁଝିପାରିଲେ ମନ ସନ୍ତୁଷ୍ଟ ହେବ, ବାରମ୍ବାର ପଢ଼ିବାକୁ ଆଗ୍ରହ ଜଗାଇବ, ସ୍ମରଣୀୟ ହୋଇ ମନରେ ରହିବ। ଯୋଉଟାକି କବିତାର ମହନୀୟତା, ତାର ଅମରତ୍ୱ ରହିବାର ଧାରକ। ଅନ୍ୟାନ୍ୟ ପାଠକଙ୍କ ଭଳି ମୋତେ କବିତାଟି ଅତ୍ୟନ୍ତ ଭଲ ଲାଗେ। ବାରମ୍ବାର ପଢ଼େ, ଆନନ୍ଦ ପାଏ। କବି ସ୍ୱକୀୟ ଚାତୁର୍ଯ୍ୟ ଦେଖାଇଛନ୍ତି। ବ୍ୟାକରଣକୁ କବିତାର ପୃଷ୍ଠଭୂମିରେ
ଭିତରେ ରଖିଛନ୍ତି। ବ୍ୟକ୍ତି, ବସ୍ତୁ, ସ୍ଥାନ, ଗୁଣର ନାମକୁ ବୁଝାଉଥିବା ପଦ ବା ଶବ୍ଦକୁ ବିଶେଷ୍ୟ କୁହାଯାଏ, ଯାହାକି କବିତା ପାଇଁ ଦୁଇ ପ୍ରକାର, ଯଥା ନାମବାଚକ ଏବଂ ଜାତିବାଚକ। ନାମବାଚକ ଦୃଷ୍ଟିରୁ ଶତଦ୍ରୁ ଆଉ ଜାତିବାଚକ ଦିଗରୁ ନଦୀ। ଶତଦ୍ରୁ ଏକ ନଦୀ ନାମରେ, ତେଣୁ ସେ ଜାତି ନୁହେଁ, କିନ୍ତୁ ନଦୀ ସର୍ବନାମର ଥିବାରୁ ସେ ଜାତି, ଯେଉଁଥିରେ ଛୋଟ ବଡ଼, ଅଖ୍ୟାତ ପ୍ରଖ୍ୟାତ, ଚିରସ୍ରୋତା ଏବଂ ଖରସ୍ରୋତା ସବୁ ନଦୀ ଆସିବେ। ହେଲେ ନାମ ଧରିଦେଲେ ନଦୀ ଜାତିଠାରୁ ସାମୟିକ ଅଲଗା ହୋଇଯାଏ, ବିଚ୍ଛିନ୍ନ ହୋଇଯାଏ। ଯେହେତୁ ଜଣେ ଥିବାରୁ, ଐକିକ ନାମ ଧରିବାରୁ କବିତାଟି ସମ୍ବୋଧନାତ୍ମକ ବା ଓଡ୍ ପୋଏଟ୍ରି ଶ୍ରେଣୀୟ। କବି କହୁଛନ୍ତି, ମୁଁ ଯଦି ଥରେ ଜାତି ଦୃଷ୍ଟିରୁ ନଦୀ ବୋଲି ଡାକି ଦେଉଅଛି, ତେବେ ପୃଥିବୀର ସବୁ ନଦୀ ମୋତେ ନିଜର, ଆପଣାର, ଆତ୍ମୀୟ ମନେ ହୁଅନ୍ତେ। ନଦୀ ଖାଲି ବାହାରେ ନାହିଁ, ପ୍ରକୃତି ଜଗତରେ ନାହିଁ, ମୋର ନିଜର ଦେହ ଭିତରେ ବି ପ୍ରବାହ ବା ବୋହିବା ରୀତିରେ ଅଛି। ସେଗୁଡ଼ିକ ହେଲେ ପାଟି, ଦୁଇ ଆଖି, ଦୁଇ ନାକପୁଡ଼ା, ଦୁଇ କାନ, ମୂତ୍ରଦ୍ୱାର, ମଳଦ୍ୱାର ଏବଂ ଲୋମକୂପ। ଏହିସବୁ ପ୍ରବାହିତ ନଦୀରୁ ମୋ ଦେହର ବର୍ଜ୍ୟବସ୍ତୁ ସବୁ ବାହାରେ, ପୁଣି ବଳ କଷାକଷି, ଫାଇଟିଂରେ, ବ୍ୟାୟାମ କରିବାରେ, ଜଙ୍ଘରୁ ରକ୍ତ ଆକାରରେ ବାହାରେ, ସମ୍ପର୍କରେ, ପ୍ରେମରେ, ହସଖୁସିରେ, ଦୁଃଖ ବେଦନାରେ, ଦୟା ପ୍ରଦର୍ଶନରେ, ସାହାଯ୍ୟକାରିତାରେ, ମନ ହୃଦୟରୁ ବି ବାହାରେ। ବାହାରି ଚାରିଆଡ଼କୁ, ସମାଜ ସମ୍ପ୍ରଦାୟ ମଧ୍ୟକୁ ବ୍ୟାପିଯାଏ, ପ୍ରସରିଯାଏ, ବାଣ୍ଟି ହୋଇଯାଏ, ଜୀବନରେ ଖୁସି ଆଣେ। କବି ପୁଣି କହୁଛନ୍ତି, ମୋର ମଣିଷ ଜାତି ଭାଇମାନେ, ଯେଉଁମାନେ କି ମୋର ସମ୍ପର୍କିତ, ସମ୍ବନ୍ଧିତ, ବନ୍ଧୁତ୍ୱର ଦାୟରେ ଅଛନ୍ତି, ମିଶନ୍ତି, ସେମାନେ କେବେ ମୋର ନାମ ଧରି ମୋତେ ଡାକି ନାହାନ୍ତି। ସବୁବେଳେ କହିଥାନ୍ତି, ଆରେ, ଆବେ, ଶୁଣୁ, ଅମୁକ ହେଲା, ସମୁକ ହେଲା, ସାଙ୍ଗ, ସଖା, ମିତ୍ର, ମୈତ୍ର, ତେଣୁ ନାଁ ଧରି ଡାକିବେ ବା କେମିତି? ମୁଁ ସେ ଲାଗି ସନ୍ଦେହରେ ପଡ଼ିଛି କି ନଦୀ ଯେମିତି ସମୁଦ୍ରରେ ଯାଇ ପଡ଼େ, ପର୍ବତରୁ ବାହାରେ, ଆଉ ସ୍ଥାନ, ଉପତ୍ୟକା, ଅଧିତ୍ୟକା ଦେଇ ସହର, ବଜାର, ଗାଁ, ଗଣ୍ଡା, ଜଙ୍ଗଲ, ସମତଳ ମଧ୍ୟ ଦେଇ ବୋହିଯାଏ। ମୁଁ କ'ଣ ସତରେ ସେମିତି କିଛି ହୋଇପାରିନି କି ଆଉ? ନଦୀ ଭଳି ମୋର କ'ଣ ଉତ୍ସ ବା ମୂଳ ନାହିଁ? ତଥାପି ମୁଁ ମୋର ଜାତି, ଦଳ, ସମ୍ପ୍ରଦାୟ ବା ଗୋଷ୍ଠୀକୁ ଛାଡ଼ିବି ନାହିଁ, ଭୁଲିବି ନାହିଁ। ଯେହେତୁ ଏଇମାନଙ୍କ ଦ୍ୱାରା ମୁଁ ବ୍ୟକ୍ତି ବା ଜଣେ ହୋଇ ପ୍ରତିପାଳିତ ହୋଇ ବଢ଼ିଛି, ବୃଦ୍ଧି ପାଇଅଛି, ଅଗତ୍ୟା ଏମାନଙ୍କୁ କେମିତି ବିସ୍ମରିଯିବି, ଭୁଲିଯିବି? ଜମାରୁ ନୁହେଁ, ଆଦୌ ନୁହେଁ। ମୁଁ ସମାଜ ଛଡ଼ା ଗୋଠ ଖଣ୍ଡିଆ ନୁହେଁ, ହୋଇ ବି ପାରିବି ନାହିଁ। ଏକୁଟିଆ ହୋଇ ରହିଲେ ବଞ୍ଚିପାରିବି ନାହିଁ। ସେଥିପାଇଁ ମୋର ନାମଟି ମୋ ପାଖରେ ଥାଉ, ନିଜ ଭିତରେ ଥାଉ, ଏକତା ଭିତରୁ ଅଲଗା ହୋଇ ନ ଯାଉ। ଯେମିତି ମହାନଦୀ, ଗଙ୍ଗାନଦୀ, ଯମୁନା, ସରସ୍ୱତୀ, ସରଜୁ, ଶତଦ୍ରୁ, ସତଲେଜ, ଇବ, ଅଙ୍ଗ, ତେଲ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଆଦି ନଦୀ ଡାକରେ ନଦୀ ଜାତି ଭିତରେ ଆଉ ରହିପାରି ନଥାଏ। ଏକତା ସୂତ୍ରରେ ଆବଦ୍ଧ ବା ବାନ୍ଧି ହୋଇ ବିଚ୍ଛିନ୍ନ ବା ଅଲଗା ହୋଇଯାଏ। କଥାରେ ଅଛି ପରା, ଏକତା ହିଁ ବଳ। ୟୁନାଇଟେଡ୍ ୱି ଷ୍ଟାଣ୍ଡ, ଡିଭାଇଡେଡ୍ ୱି ଫଲ୍। ସୁତରାଂ ମୁଁ ଯେମିତି ବୃହତ୍ତର ମଣିଷ ଜାତି ଭିତରେ ସମ୍ବନ୍ଧିତ ହୋଇ ଅଛି ନଦୀ ନାମରେ, ନଦୀ ବି ସେହିଭଳି ଜାତିବାଚକ ବିଶେଷ୍ୟ ବିଶେଷତା ମଧ୍ୟରେ ଏକତା ସୂତ୍ରରେ ଅଭିନ୍ନ ଏକାକାର। ନଥିବ ଭେଦର ବିଚାର ହୋଇ ସମ୍ବୋଧନରେ ରହୁ। ଜାତି ଓ ବ୍ୟକ୍ତି ମଧ୍ୟରେ, ନାମ ଏବଂ ସମୂହ ଭିତରେ, ନାମବାଚକ ତଥା ଜାତିବାଚକ ବିଶେଷ୍ୟ ଭିତରେ ପାର୍ଥକ୍ୟ ଦେଖାଇବା ପାଇଁ କବିଙ୍କର କବିତା ରଚନା କରିବାର ସମ୍ପୂର୍ଣ୍ଣ ବୌଦ୍ଧିକ କୌଶଳୀୟ ଚାତୁରୀ ପାଠକବର୍ଗଙ୍କୁ ଆମୋଦିତ କରିବା ସହିତ ଚିନ୍ତାଶୀଳ କରାଏ। ସୁନ୍ଦର ମନୋମୁଗ୍ଧକର ରଚନା, ଜାତୀୟ ସଂହତି ବା ଇଂରାଜୀର ନ୍ୟାସନାଲ ଇଣ୍ଟିଗ୍ରେସନ ଚିନ୍ତାଧାରା କବିତାଟି ଦେଇଥାଏ। ହିନ୍ଦୀ ସିନେମା ନୟା ଦୌରରେ ଗୀତଟିଏ ଅଛି, ସାଥୀ ହାଥ ବଢ଼ାନା, ସାଥୀ ହାଥ ବଢ଼ାନା, ଏକ अकेला थक जाएगा, मिलकर बोझ उठाना, साथी हाथ बଢ଼ाना। କବିତାଟି ଏଇ ଗୀତର ଧାରକ। ମୂଳ କବିତାଟି ହେଲା, ଥରେ ନଦୀ ବୋଲି ଡାକିଦେଲେ ପୃଥିବୀର ସବୁ ନଦୀ ପହଁରି ଆସନ୍ତି ମୋ ଆଡ଼କୁ। ଆଉ ଥରେ ନଦୀ ଡାକିଦେଲେ ମୋ ଭିତରର ସବୁ ନଦୀ ଲୋମ କୂପ ଦେଇ, ଦେହର ଦଶଦ୍ୱାର ଖୋଲି ପକାଇ, ଜାନୁ ଚିରି, ହୃଦୟ ମେଲି ପହଁରି ଯାଆନ୍ତି ଦଶ ଦିଗକୁ। ଥରେ ହେଲେ କୌଣସି ନଦୀ ମୋତେ
ମୋତେ ଡାକିଲେ ନାହିଁ ନାଁ ଧରି। ଜାଣିପାରିଲି ନାହିଁ ମୁଁ ନିଜେ ସମୁଦ୍ର ନା ପର୍ବତ ନା ନଦୀ। ତା ବୋଲି କ'ଣ ମୁଁ ଭୁଲିଯିବି? ନା ଶତଦ୍ରୁ ଡାକିବି ନା ସତଲେଜ, ନା ଗଙ୍ଗା ବୋଲିବି ନା ଗାଙ୍ଗୀ। ମୁଁ ତୋତେ ନଦୀ 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 ବୋଲି ଡାକୁଥିବି। ଗଙ୍ଗା ଗାଙ୍ଗୀ ଶବ୍ଦ ପ୍ରୟୋଗରୁ କବିଙ୍କର ପୁରାଣକଳ୍ପୀୟ ମିଥିକ୍ ଦୃଷ୍ଟି ମହାଭାରତ କାବ୍ୟର ଗଙ୍ଗା ବୋଇଲେ ଥିବି, ଗାଙ୍ଗୀ ବୋଇଲେ ଯିବି। ସାରଳା ମହାଭାରତର ଏହି ପଦ୍ୟଧାଡ଼ି କବିତାର ସଂକ୍ଷିପ୍ତ ପରିସର ବା ସିନ୍ଥେସିସ୍ ଗୁଣକୁ ଏହି କବିତାଟି ଭଲ କରି ଧରିଛି। ମଣିଷ ଅସାମାଜିକ କେମିତି ନ ହେଉ, କବିତାଟି ସୂଚାଏ ଅସାମାଜିକ ସମାଜ କ୍ଷତିକାରୀ।